ହ୍ୟାଲୋ ଭାଇମାନେ। ତ ଯେମିତିକି ଶାସନ ପ୍ରଶାସନର କଥା ବାରମ୍ବାର କହିକି ମୁଁ କହୁଥିଲି। ଆଉ ଯାହା ବି ହଉ, ମାନେ ଷ୍ଟାମ୍ପ ବାଡ଼ା ନ ହେଲା ଜିନିଷଟା, ଷ୍ଟାମ୍ପ ବାଡ଼ା ମାନେ ଆପଣ ଯେମାନେ ଜାଣିପାରୁଥିବେ, ସବୁ ଜିନିଷ ଖୋଲିକି କହିଲେ ପୁଣି କମ୍ୟୁନିଟି ଗାଇଡ଼ଲାଇନ୍ ହେଇଯିବ, ତାପରେ ଟାର୍ଗେଟ୍ ବି ହେଇଯିବା କଥା। ତ ଏତେ ସବୁ ଖୋଲିକି କଥା କହୁନି। ତ ଯାହା ବି ଆପଣମାନେ ଜାଣିପାରୁଥିବେ, ଦେଖୁଥିବେ କ'ଣ ହେଉଛି କ'ଣ ନାହିଁ ରାଜ୍ୟର ଅବସ୍ଥା। ତ ସେମିତି କିଛି ହେବା ଦରକାର, ଆଉ ଆହୁରି ପୁଣି କଡ଼ାକଡ଼ି ହେବା ବି ଦରକାର। ଯେତେ କଡ଼ାକଡ଼ି ହେବ, ଯେତେ ଶାସନ ବଢ଼ିବ, ସେତେ ସାଧାରଣ ଲୋକମାନଙ୍କର ପାଇଁ ବହୁତ ଭଲ। ସାଧାରଣ ଲୋକମାନଙ୍କର ପାଇଁ ବହୁତ ଭଲ। ଏସବୁ ଘଟଣା ନା ଯେଉଁମାନେ ବି କରନ୍ତି ସେମାନେ ଅଳ୍ପ ସଂଖ୍ୟାରେ ମତଲବ ମାନେ କ'ଣ କହିବି, ସେ ଭିତରେ ଅଳ୍ପ କିଛି ଲୋକ ଥିବେ ଯେଉଁମାନେ କି ଜିନିଷଟାକୁ ଭଡ଼କେଇ ଦିଅନ୍ତି। ମାନିନିଅ କି ଯେଉଁଥିପାଇଁ ବି ସେମାନେ ଆନ୍ଦୋଳନ କରୁଥିଲେ ସେଟା ଶାନ୍ତିପୂର୍ଣ୍ଣ ଭାବରେ ଯଦି କରିଥାନ୍ତେ, ହୁଏତ ତାଙ୍କର ଯେଉଁ ରାଇଟ୍ସ ଥିଲା, ତାଙ୍କର ଯେଉଁଟା ଚାହୁଁଥିଲେ, ହୁଏତ ତାକୁ ଧରି ପାରିଥାନ୍ତେ, ତାଙ୍କୁ ପାଇପାରିଥାନ୍ତେ, ତାଙ୍କର ଏଫଆଇଆର୍ ଦର୍ଜ ହେଇପାରିଥାନ୍ତା। କିନ୍ତୁ ସେମାନେ କ'ଣ କଲେ, ସେମାନେ ଯାହା ବି କରୁଥିଲେ ତାଙ୍କ ଭିତରେ 2-4 ଜଣ ଏମିତି ଥାଆନ୍ତି ନା, ଗୋଟେ ମାନେ ଛେଳି ଗୋଠ ଭିତରେ ଗୋଟେ ମାନେ ଇଆଡ଼ୁ ସିଆଡ଼ୁ ସେଇ ଭାଗିଲା ପରିକା ଥାଆନ୍ତି, ସେଇ ଟାଇପ୍ର। ତାଙ୍କ ଭିତରେ 1-2 ଜଣ ଥିଲେ ଯେଉଁମାନେ କି ତାଙ୍କର ଆନ୍ଦୋଳନଟାକୁ ଭଡ଼କେଇ ଦେଲେ, ହେଲା କି। ତ ସେଇଥିପାଇଁ ଯେବେ ବି ଯେଉଁଠି ଆନ୍ଦୋଳନ କରୁଛ, ବହୁତ ଭାବି ଚିନ୍ତିକି କର। ସମସ୍ତଙ୍କର ମେଣ୍ଟାଲିଟି, ଆଉ ବର୍ତ୍ତମାନ ଲୋକମାନଙ୍କର ମେଣ୍ଟାଲିଟି ଜମାରୁ ବି ଠିକ୍ ନାହିଁ। ମାନେ କ'ଣ, ତମେ ଠିକ୍ ଠାକ୍ ସବୁ ଜିନିଷଟା କରୁଥିବ, ଦେଖିଲା ବେଳକୁ କେହି ଜଣେ ସେଇଠୁ ଜଣେ କାହାକୁ ଗୋଟେ ପିଟି ଦେବ, ବାଡ଼େଇ ଦେବ, ସେଇଠୁ ଆରମ୍ଭ ହେଇଯିବ, ବିଭ୍ରାଟ ହେଇଯିବ, ହେଲା କି। ପୁରା ଭଡ଼କି ଯିବେ ସବୁ ଲୋକ, ଇଏ ତାକୁ ମାରିବ, ତାକୁ ଇଏ ମାରିବ, ତାକୁ ସେ କ'ଣ ହେଇଯାଉଛି କିଛି ଜାଣିପାରିବେନି। ବାସ୍ ସେଇ ଘଟଣା ହିଁ ଘଟିଲା। ଆଉ ପ୍ରଶାସନ ଯେମିତି ତାର ପଦକ୍ଷେପ ନେବା କଥା ସେମିତି ପଦକ୍ଷେପ ନେଲା। ଆଗାମୀ ଦିନରେ ସେମିତି ଆହୁରି ବହୁତ ବଡ଼ ପଦକ୍ଷେପ ନେବା ଦରକାର। ବହୁତ କିଛି ଏମିତି ଘଟଣା ଘଟିଯାଏ ଯେଉଁଟାକି ପ୍ରକାଶ ବି କରି ହୁଏନି, କ୍ୟାମେରା ସାମ୍ନାକୁ ଆଣି ହୁଏନି। ଆଉ ବାହାର ରାଜ୍ୟ କଥା କ'ଣ କହିବି, ବାହାର ରାଜ୍ୟରେ ବି ଏମିତି କିଛି ବହୁତ କିଛି ଘଟଣା ଘଟିଯାଏ, ସେଗୁଡ଼ା କହି ହୁଏନି। ତ ଏମିତି ଥରେ କ'ଣ ହେଲା, ମୁଁ ଏମିତି ଡେଲିଭରି କରିକି ଆସିଲା ପରେ ଏନ୍ଏଚ୍ରେ ଆସୁଥିଲି, ଯେଉଁଟାକି ମୁଁ ସବୁବେଳେ ଦେଖାଏ ଆମର କର୍ଣ୍ଣାଟକ ଆଉ ତାମିଲନାଡ଼ୁକୁ ଯେଉଁ ସଂଯୋଗ କରୁଥିବା ଏନ୍ଏଚ୍ଟା। ସେଇ ଏନ୍ଏଚ୍ ଭିତରେ ମୁଁ ଜଣକୁ ଓଭରଟେକ୍ କଲି, ଫୋର୍ ହ୍ୱିଲର୍କୁ ଓଭରଟେକ୍ କଲା ପରେ ସିଏ ମୋତେ 2-3 କିଲୋମିଟର ପୁରା ଫଲୋ କଲା ପରେ ମୋତେ ସାଇଡ଼୍ରେ ଅଟକାଇବା ପାଇଁ ସିଗ୍ନାଲ୍ ଦେଲା। ଆଉ ଯାହା କହିଲା ଏମିତି କରିକି ସାଇଡ଼୍ କହିବ, ମୁଁ କହୁଛି ମୁଁ ଜାଣିପାରିଲି, ଏଠି ପଶିଯିବା କଥା। ତାପରେ ସେଇଠୁ କେମିତିକି ହେଲେ ବି ବାହାରିଲି, ମତଲବ ଗାଡ଼ିକୁ ଜମାରୁ ଛିଡ଼ା କଲିନି। ଏମିତି କିଛି ବହୁତ କିଛି ଘଟଣା ଘଟିଛି ଯେଉଁଗୁଡ଼ା କି କ୍ୟାମେରା ସାମ୍ନାକୁ ଆସିପାରେନି, ହେଲା କି। ତ ସେ ବହୁତ ଭେରାଇଟି ଟାଇପ୍ର ଲୋକମାନେ ଅଛନ୍ତି, ଭେରାଇଟି ଟାଇପ୍ର ମେଣ୍ଟାଲିଟି ଲୋକମାନେ ଅଛନ୍ତି। ଯଦି କହିବେ ମତଲବ ଅଶ୍ଳୀଳତା, ହେଲା, ଅଶ୍ଳୀଳତା କହିବେ ନାଇଁ ଛୋଟ ଡ୍ରେସ୍ ପିନ୍ଧିଲେ ଅଶ୍ଳୀଳତା ହୁଏ କିମ୍ବା କିନ୍ତୁ କିଛି ଲୋକମାନେ କହିବେ ନା ସେଇଟା ଠିକ୍, ତମର ଚିନ୍ତାଧାରା ଭୁଲ। ବହୁତ ଟାଇପ୍ର ଲୋକମାନେ ଅଛନ୍ତି, କ'ଣ କହିବ କାହାକୁ। ତ ଠିକ୍ ଅଛି, ନିଜେ ଭାବି ଚିନ୍ତିକି ଆଉ ଶାସନ ପ୍ରଶାସନଟା ବହୁତ ବଢ଼ାଇବା ଦରକାର। ଶାସନ ନ ବଢ଼େଇଲେ ଦେଶର ମୁଖିଆ ହେଇଛନ୍ତି, ତ ଶାସନଟା ବି ଗୋଟେ ଲୋକମାନେ ଜାଣିବା ଦରକାର ନା। ଆଗାମୀ ଦିନରେ କହୁଛି ନା, ଯେଉଁଗୁଡ଼ାକି କ'ଣ କହିବି, ପୂର୍ବବର୍ତ୍ତୀ ଦିନରେ ଯାହା ସବୁ ଘଟଣା ଘଟିଯାଇଥିଲା, କିନ୍ତୁ ପୂର୍ବବର୍ତ୍ତୀ ଦିନରେ ଯାହା ସବୁ ଘଟଣା ଘଟିଯାଇଥିଲା, ଯେଉଁ ମୁଖିଆ ସେ ବହୁତ ଭଲ ଥିଲେ। ତାଙ୍କର କର୍ମୀମାନଙ୍କ ପାଇଁ ଆଜି ଏଇ ଅବସ୍ଥା ହେଲା ତାଙ୍କର। ନହେଲେ ଯଦି କର୍ମୀମାନେ ଠିକ୍ ଥାନ୍ତେ, ଭାଇ କର୍ମୀମାନେ କ'ଣ କଲେ? କର୍ମୀମାନେ ଯେଉଁଠି ଶୋଇଲେ ସେଇଠି ଟଙ୍କା, ଯେଉଁଠି ଖାଇଲେ ସେଇଠି ଟଙ୍କା, ମାନେ ଟଙ୍କାର କ'ଣ କହିବି, ସେଗୁଡ଼ା ବହୁତ କିଛି କଥା ରହିଛି। ସେସବୁ କଥା କହି ମାନେ କଣ୍ଟ୍ରୋଭର୍ସିରେ ଆସିବା ବି ଠିକ୍ ନୁହଁ। ତ ଯାହା ବି ହେଉ, ଶାସନ ପ୍ରଶାସନଟା ଯେତେ କଡ଼ାକଡ଼ି ହେବ ସେତେ ଭଲ। ଆଉ ଲୋକମାନେ ବର୍ତ୍ତମାନ ଭଡ଼କିକି ଅଛନ୍ତି, ସବୁଆଡ଼େ ଭଡ଼କିକି ଅଛନ୍ତି। ଲୋକମାନଙ୍କୁ ଲାଇନ୍କୁ ଆଣିବା ପାଇଁ ଶାସନ ପ୍ରଶାସନ
ମାନେ ମାଡ଼ ହବ ମାନେ ମୁଣ୍ଡ ଖରାପ ମାଡ଼ ହେବା ଦରକାର ସେ ଦେଖନ୍ତୁ ଏଠି କେହି ମୁଣ୍ଡମୁଡ଼ିଆ କେହି ବାହାରିବେନି ଭାଇ। କିଏ ଆନ୍ଦୋଳନ କରୁଥିଲା ଆନ୍ଦୋଳନକାରୀ ହଜିଯିବେ ଲୁଚିଯିବେ ହେଲା। କ'ଣ ପାଇଁ ନା ସେମାନେ ଠିକ୍ ରୁଟ୍ରେ ନାହାନ୍ତି, ଠିକ୍ ଲାଇନ୍ରେ ନାହାନ୍ତି, ଠିକ୍ ରାସ୍ତାରେ ନାହାନ୍ତି। ତ ଏହାକୁ ରାସ୍ତାକୁ ଆଣିବା ପାଇଁ ହେଲେ ବା ଶାସନ ଆଉ ପ୍ରଶାସନ ଯେତେ ପାରିବେ ସେତେ ବଢ଼ାନ୍ତୁ। ନମସ୍କାର। ଏଇଠି ରହିଲା ଆଜିର ଭିଡ଼ିଓଟି।